ଆଜି ଶୁଣମା ମଣିଭଦ୍ରର କଥାନି। ମଣିଭଦ୍ର ନାଁରେ ଜଣେ ଲୋକ ଥିଲା। ତାର ପୂର୍ବପୁରୁଷା ବହୁତ ମହାଜନ ଆଉ ନାମୀ ଦାମୀ ଥିଲେ। ହେଲେ ମଣିଭଦ୍ରର ବେଲକି ପୂର୍ବପୁରୁଷାର ଧନ ଦୌଲତ କି ଜମିବାଡ଼ି କିଛି ନାଇଁ ଥାଇନ। ମଣିଭଦ୍ର ବେପାର ବନିଜ କରି ଦେଖିଲେ ଯେ କିଛି ବି ଲାଭ ନାଇଁ ହେଲା। ଯାହାର କରମ ଫଟା ତାହାକେ ଆର କାଣା ଅଣ୍ଟବା। ମଣିଭଦ୍ର ଯଦି ନାମୀ ଦାମୀ ଘରେ ଜନ୍ମ ନାଇଁ ହେଇଥିତେ ଆଉ ଏନ୍ତା ଗରିବ ହେଇଥିଲେ ମନ ବୁଝତା। ମଣିଭଦ୍ର ଯାହା ତ ଗରିବ ହେଇଥିଲେ ଚଲବା ଲାଗି ଯେନ୍ ବେପାର ବନିଜଟେ କଲେ ସେନ ଫେର ବୁଡ଼ି ଯାଉଥିଲେ। ଏନ୍ତା ଚାରିଆଡ଼ୁ ହତାଶ ହେଇ ଦିନେ ସେ ଆତ୍ମହତ୍ୟା କରବା ଲାଗି ଭାବିଲେ। ସେଦିନ ରାତିନେ ସେ ଗୋଟେ ଅପୂର୍ବ ସପନଟେ ଦେଖିଲେ। ସପନ ଥି ସାକ୍ଷାତ ଭଗବାନ ଦେଖାଦେଇ କହିଲେ, ବତ୍ସ ମଣିଭଦ୍ର, ଆତ୍ମହତ୍ୟା କରବାଟା ମହାପାପ। ତୁମେ ଆତ୍ମହତ୍ୟା କରବାଟା ପାଶ୍ରିଜ। ତୁମର ପୂର୍ବାପୁରୁଷା ମାନେ ମୋର କୃପା ଲାଭ କରିଥିଲେ। ସେମାନଙ୍କର ପୁଣ୍ୟ ବୋଲେ ତୁମେ ବି ମୋର କରୁଣା ପାଇବ। କାଲି ସକାଳେ ମୁଇଁ ଜଣେ ବାବା ବେଶନେ ତୁମର ଘରକେ ଯିମି। ତୁମେ ଗୋଟେ ଠେଙ୍ଗା ଥି ମୋର ମୁଡ଼େ ଗୋଟେ ଠେଙ୍ଗା ଦେବ। ତୁମେ ଯେନ୍ତା ଗୋଟେ ଠେଙ୍ଗା ଦେବ ମୁଇଁ সোনার ମୂର୍ତ୍ତିଟେ ହେଇଯିମି। ତୁମେ ସେ সোনা ମୂର୍ତ୍ତିକେ ବିକି ଭାଞ୍ଜି କରି ମହାଜନ ହେଇ ଚଲବ। ଏତକି କହି ଭଗବାନ ମାୟା ହେଇଗଲେ। ମଣିଭଦ୍ରର ସପନ ଭାଙ୍ଗିଗଲା। ସେ ନିଦରନୁ ଉଠି ସପନର କଥା ଭାବିଲେ। ତାଙ୍କର ମନ ଛନ ଛନ ହେଇଗଲା। ସତେ କାଣା ଭଗବାନ ଏତକି ଦିନକେ ମୋର ଦୁଃଖ ବୁଝଲେ କି ସପନଟା ଖାଲି ସପନ ହେଇ ରହିଯିବା। ମଣିଭଦ୍ର ତାଙ୍କର ମନକେ ବୁଝାଲେ, ଭଗବାନଙ୍କର ଠାନୁ ଆର କିଏ ବଡ଼ ଅଛି। ଭଗବାନ ଚାହିଁଲେ ସବୁଟା ସମ୍ଭବ ଆଏ। ସେ ରାତ ଯାଇ ସକାଳ ହେଲା। ମଣିଭଦ୍ରଙ୍କୁ ମିନଟେ ଗଲେ ଦିନଟେ ଗଲା ଏନ୍ତା ଲାଗୁଥିଲା। ଦୁଆର ମୁହେଁ ଟିକେ କାଣା ଆବାଜ ହେଲେ ଧାଇଁ ଆସୁଥିଲେ। ଇହାଦେ ଆସିଲେ କେଁ ଭଗବାନ ରୂପୀ ବାବା ଭାବି ଫେର ନିରାଶ ହେଇ ଯାଉଥିଲେ। ଏନ୍ତା ଯୁଗି ଯୁଗି ବେଲ ଆସି ଘଡ଼େ ହେଲା। ଏ ସମୟାଥି ଭଣାରୀଟେ ଆସି ଦାଢ଼ି କାଟବାର ଲାଗି କହିଲା। ମଣିଭଦ୍ର ହଁ କହି ଘରୁ ପିଢ଼ାଟେ ଆନି ବାଡ଼ ଦୁଆରେ ବସିଲେ। ଭଣାରୀ ଦାଢ଼ି କାଟୁଥାଏ। ହେଲେ ମଣିଭଦ୍ରଙ୍କର ମନ ରାସ୍ତା ଆଡ଼େ ଥାଏ। ଇ ସମୟାଥି ମଣିଭଦ୍ର ଜଣେ ବାବାଟେ ଆଇବାର ଦେଖିଲେ। ମଣିଭଦ୍ର ନିଜକେ ବିଶ୍ୱାସ ନାଇଁ କରିପାରିଲେ। ବାବା ତାଙ୍କର ଘର ପାସକେ ଆଇବାର ଦେଖି ମଣିଭଦ୍ର ନର୍ଦି ଯାଇ ଠେଙ୍ଗାଟେ ଆନି ସପନର ଆଦେଶ ଅନୁସାରେ ବାବାଙ୍କର ମୁଡ଼େ ଗୋଟେ ଠେଙ୍ଗା ଦେଲେ। ଯେନ୍ତା ଗୋଟେ ଠେଙ୍ଗା ଦେଇଚନ୍ ବାବା ଜଣକ সোনার ପୁତଲି ହେଇଗଲେ। ମଣିଭଦ୍ରଙ୍କର ଆଖିର୍ନୁ ଖୁସିର ଲୁହ ଝରି ପଡ଼ଲା। ସେ সোনার ପୁତଲିକେ ଘରକେ ବେଟି ନେଲେ। ଭଣାରୀ କାବା ହେଇକରି ଆଶ୍ଚର୍ଯ୍ୟର ଘଟଣା ଦେଖୁଥନ୍। ସେ ବିଚରା ଜୀବନରେ କେବେ ଏନ୍ତା ଘଟଣା ଦେଖି ନାଇଁ ଥାଇ କି ଶୁଣି ନାଇଁ ଥାଇ। ସେ କାବା ହେଇକରି ଆଁ ଫାରି ଡୁକ୍ ଡୁକ୍ ଦେଖୁଥିଲେ। ଭଣାରୀର ଏନ୍ତା ଅବସ୍ଥା ଦେଖି ମଣିଭଦ୍ର କହିଲେ, ଭଣାରୀ ଭାଇ, ତୁମେ ଯାହା ଦେଖିଲ ଇ କଥାଟା କାହାକେ ନି କହେବ। ମୁଇଁ ତମକୁ କିଛି সোনা ଆଉ ପଇସା ଦେଉଛି ନିଅ। ପଇସା ଆଉ সোনা ଧରି ଭଣାରୀ ଘରକେ ଫିରଲେ। ହେଲେ ଆଉ ତାର କେନ୍ସି କାମରେ ମନ ନାଇଁ ଲାଗଲା। ସେ ସବୁବେଲେ ଭାବୁଥନ୍, ସତେ କାଣା ଭିକ୍ଷୁ ବାବାର ମୁଡ଼େ ଗୋଟେ ଠେଙ୍ଗା ଦେଲେ সোনার ମୂର୍ତ୍ତି ହେଇଯାଇସି। ସେ ବି ବୁଦ୍ଧିଟେ ପାଚଲା ଯେ ସେ ବି ହେନ୍ତା ଜଣେ ଭିକ୍ଷୁ ବାବାର ମୁଡ଼େ ଠେଙ୍ଗା ଠେଙ୍ଗା ପିଟବା ଆଉ সোনার ମୂର୍ତ୍ତି ପାଏବା। ଭଣାରୀ ପାଖେ ଥିବା ଗୋଟେ ମଠକେ ଗଲା। ଆଉ ଜଣେ ବାବାକେ ଜୁହାର ହେଇ କହିଲା, ବାବା, କାଲି ଆମର ଘର ଆଡ଼େ ଟିକେ ଆଏବ। ବାବା କହିଲେ, ଯିଏ ନାଇଁ ସିଏ ଡାକିଦେଲେ ଆମେ କାହାରିର ଘରକେ ନାଇଁ ଯାଉଁ। ଆମେ ବାବା ବୈଷ୍ଣବ ଲୋକ। ଦିନ ସାରା ବୁଲି ବୁଲି ଯାହାର ଘରେ ଭଗବାନ ପହଁରେ ପ୍ରସାଦ ଦେଲେ ସେଟା ପାଇକରି ଆମେ ଶାନ୍ତି। ଆମକୁ କାହାରିର କୌଣସି ପ୍ରକାର ଜିନିଷରେ ଲୋଭ ନାଇଁନ। ତାରପରେ ଭଣାରୀ ବାବାଙ୍କର ଦୁଇ ପାଦକେ ଧରି କହିଲା, ମୁଇଁ ବହୁତ ଅସୁବିଧାରେ ଅଛେ ମହାପ୍ରଭୁ। ଯେନ୍ତା ହେଲେ ମୋର କୁଡ଼ିଆରେ ଆପଣଙ୍କର ପାହା ଧୁଇଲ ଟିକେ ପଡ଼ୁ କହି ବହୁତଟେ ବିନତି କରସି। ଇଟା ଦେଖି କରି ବାବା କହେସନ୍, ହଉ ଠିକ୍ ଅଛି, ମୁଇଁ କାଲି ସକାଳେ ତୁମର ଘରକେ ଯିମି। ହେତକେ ଭଣାରୀ ସକାଳେ ଆଏବ କହି ମନ ସୁଖେ ଘରକେ ଫିରସି ଆଉ ବାବାଙ୍କର ବାଟ ଦେଖୁଥିସି। ଆର ଦିନର ସକାଳେ ବାବା ଭଣାରୀର ଘରକେ ଆଇସନ୍। ଭଣାରୀ ବାବାକେ ଦେଖୁ ଦେଖୁ ଜୁହାର ମୁଡ଼ିଆ ହେଇ ଘର ଭିତରକେ ଡାକି ନେସି।
ଆସନଟେ ଦେଇ ବସାସି ଆଉ ତାରପରେ ଝରକା କବାଟ ସବୁ ବନ୍ଦ କରି ଠେଙ୍ଗାଟେ କାଢ଼ି ବାବା କି ଠେଙ୍ଗା ଠେଙ୍ଗା ପିଟସି। ଫେର ବି ବାବା ସୁନାର ମୂର୍ତ୍ତି ନାଇଁ ହେବାର ଦେଖି ଆର୍ ନିର୍ଧୁମିଆ ପିଟସି। ବାବା ଭଣାରୀର ମାଡ଼ର ମାଡ଼େ ରଡ଼ସନ୍, ମତେ ବଞ୍ଚାଅ ବଞ୍ଚାଅ, କିଏ ଅଛ, ମତେ ଏଇ ମୂର୍ଖ ଲୋକର୍ନୁ ଉଦ୍ଧାର କର। ବାବାଙ୍କର ଇ ରଢ଼ା କିର୍ଲା ଶୁନି ସେ ବାଟେ ଯାଉଥିବାର ଲୋକ ରାଜ ସିପାହୀମାନେ ସେ ଘରର କବାଟ ଭାଙ୍ଗି ବାବାକେ ଉଦ୍ଧାର କରସନ୍ ଆଉ ଭଣାରୀକେ କାଁ ହେଲା ଏନ୍ତା ପିଟୁଥିଲୁ ବୋଲି ପଚରାସନ୍। ହେତ୍କେ ଭଣାରୀ ମଣିଭଦ୍ର ଘରେ ଦେଖିଥିବା ଘଟଣା ସବୁ କହିସି। ତାରପରେ ରାଜ ସିପାହୀମାନେ ମଣିଭଦ୍ରକୁ ଧରି ଆନି ପଚରାସନ୍। ମଣିଭଦ୍ର କହେସନ୍, ମତେ ମହାପ୍ରଭୁ ସାକ୍ଷାତ ଦର୍ଶନ ଦେଇ କହିଥିଲେ କାଏନ ବୋଲି ମୁଇଁ ଏନ୍ତା କଲି। ହେଟା ଦେଖି ଶୁକର ବିଚରାକେ ଧରି ଆନି ନିର୍ଘାତିଆ ଛେଚିଛ ବୋଲି ଆଜ୍ଞା ମୋର୍ ଜଣା ନାଇଁ, ଆଉ ଏଥିରେ ମୋର୍ କିଛି ଦୋଷ ବି ନାଇଁ। ଇଟା ଶୁନିକରି ସିପାହୀମାନେ କହେସନ୍, ଏନ୍ତା ଲୋକ ଇ ରାଇଜର ଲାଗି ବିପଦାନ୍। କିଛି ନାଇଁ ବୁଝି ନାଇଁ ସୁଝି ଲୁକର ଯେନ୍ତା ଦେଖିଲେ ସେନ୍ତା କଲେ କେତେ ନିର୍ଦ୍ଦୋଷ ଲୋକ ହଇରାଣ ହେବେ କହି ସିପାହୀମାନେ ବୁଢ଼ାକେ ରାଜ ଦରବାରକେ ବନ୍ଦୀ କରି ନେସନ୍। ବୁଢ଼ା କିଛି ନାଇଁ ବୁଝି ନାଇଁ ସୁଝି ମାହାଲିଆ ଲୋକର ଦେଖା ଦେଖି ମୁଇଁ ଏନ୍ତା କାମ କଲି ଆଉ ଇ ଦଶା ପାଉଛେ ବୋଲି ବାଟସାରା ପସ୍ତେ ହେଇ ସିପାହୀମାନଙ୍କର ପଛ ପଛ ଯାଉଥିସି।